ମିଠା ଆମ୍ବ ଆଚାର। ଏଇ ଆଚାର ଦେଖିଲା ମାତ୍ରେ ଛୋଟରୁ ବଡ଼ ସମସ୍ତଙ୍କ ପାଟିରୁ ଲାଳ ଆସିଯିବ। ବିନା ଖରା, ବିନା ଚିନି, ବିନା ତେଲରେ ବନେଇବା। ବହୁତ କମ ସମୟରେ ବନେଇବା, କିନ୍ତୁ ବହୁତ ଦିନ ପର୍ଯ୍ୟନ୍ତ ରଖିପାରିବେ। ଜମା ଖରାପ ହେବ ନାହିଁ। ଭାତ, ରୁଟି, ପୁରୀ, ପରଟା ସବୁଥିରେ ଖାଇପାରିବେ। ସବୁଠୁ ବଡ଼ କଥା, ଛୋଟ ପିଲାମାନେ ଖୁସିରେ ଏଇ ଆଚାରକୁ ଖାଇବେ। ଘରେ ଯଦି ଛୋଟ ପିଲା ଥିବେ, ବହୁତ ଦିନ କ'ଣ, ଆଚାର ବନେଇବାର 15 ଦିନ ଭିତରେ ଆଚାର ସରିଯିବ। ଆଚାରକୁ କେମିତି ବହୁତ ଦିନ ପର୍ଯ୍ୟନ୍ତ ରଖିପାରିବେ, ସବୁ ଛୋଟ ଛୋଟ ଟିପ୍ସ ଭିଡ଼ିଓରେ ମୁଁ ସେୟାର କରିଛି। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ରେସିପି ପସନ୍ଦ ଆସିଲେ ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ତଳେ ଥିବା ବ୍ଲାକ୍ କଲର୍ ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍ର ଅଲ୍ ଅପସନରେ ପ୍ରେସ୍ କରନ୍ତୁ। ଫେସବୁକ୍ ପେଜ୍କୁ ବି ଫଲୋ କରନ୍ତୁ। ଜୟ ଜଗନ୍ନାଥ। ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଆଜିର ମିଠା ଆଚାର ପାଇଁ ମୁଁ ଅଧା କେଜି ଓଜନର କଞ୍ଚା ଆମ୍ବ ନେଇଛି। ଯେତେବେଳେ ବି ଆଚାର ବନେଇବେ ସବୁବେଳେ ଏମିତି ଟାଣ ଆମ୍ବ ନେବେ, ପାକଳ ଆମ୍ବ ନେବେ। କଷି ଆମ୍ବରେ ଆଚାର ବେଶୀ ଦିନ ରହିବ ନାହିଁ। ମାର୍କେଟରୁ ଆମ୍ବ କିଣିକି ଆଣିବା ପରେ ଆପଣମାନେ ଭଲ ଭାବରେ ଧୋଇ ନେବେ। ପାଣିରେ 2 ରୁ 3 ଘଣ୍ଟା ବତୁରାଇ ଦେବେ, ତାହେଲେ ଆଚାର ଭଲ ହେବ। ଯଦି ଗଛରୁ ଫ୍ରେଶ୍ ତୋଳିକି ବନେଇବେ ତାହେଲେ ସାଙ୍ଗେ ସାଙ୍ଗେ ବନେଇ ପାରିବେ। ଆମ୍ବକୁ ଧୋଇ ସାରିବା ପରେ ଗୋଟେ ସଫା କପଡ଼ାରେ ଭଲ ଭାବରେ ପୋଛି ନେବା। ଆମ୍ବରେ ଯେମିତି ଟିକେ ବି ପାଣି ରହିବ ନାହିଁ। ଆମ୍ବରେ ଯଦି ଟିକେ ବି ପାଣି ରହିଯିବ ଆଚାର ଖରାପ ହେଇଯିବ। ଆମ୍ବ ଆଚାର ବନେଇବା ସମୟରେ ଏଇ ସବୁ ଛୋଟ ଛୋଟ ଟିପ୍ସ ଫଲୋ କରିବେ। ତାପରେ ଆମେ ଆମ୍ବର ଚୋପା ଛଡ଼େଇ ନେବା। ଏଇ ଆଚାର ପାଇଁ ଆମ୍ବର ଚୋପା ଛଡ଼େଇବା ନିହାତି ଦରକାର। ମୁଁ ଏଇଠି ଛୁରୀ ସାହାଯ୍ୟରେ ଛଡ଼େଇ ନେଲି, ଆପଣ ଚାହିଁଲେ ପନିକି ସାହାଯ୍ୟରେ ବି ଛଡ଼େଇ ନେଇପାରିବେ। ଚୋପା ଛଡ଼େଇ ସାରିବା ପରେ ଆମେ ଆମ୍ବକୁ କାଟି ନେବା। ଆମ୍ବ ଟିକେ ଟାଣ ଥିବ, ଆପଣମାନେ ପନିକିରେ ଦେଖିକି କାଟିବେ। ପ୍ରଥମେ ମଝିରୁ 2 ଫାଳ କରି କାଟି ନେବେ। ଚୋପା ଛଡ଼େଇ ସାରିବା ପରେ ଆମ୍ବ ଟିକେ ଲାଳୁଆ ହେଇଯିବ, ଆପଣମାନେ ଧ୍ୟାନ ରଖି କାଟିବେ। ଭିତରେ ଥିବା ଟାକୁଆକୁ ଗୋଟେ ସ୍ପୁନ୍ ସାହାଯ୍ୟରେ ବାହାର କରିନେବା। ଟାକୁଆ ବାହାର କରିସାରିବା ପରେ ଆମ୍ବକୁ ପୁଣି 2 ଫାଳ କରି କାଟି ନେବା। ଆମ୍ବ କାଟି ସାରିବା ପରେ ଆମ୍ବ ଭିତରେ ଦେଖିବେ ଗୋଟେ ଧଳା ପତଳା ଚୋପା ବାହାରିବ। ଏଇ ଚୋପାକୁ ଆପଣମାନେ ବାହାର କରିଦେବେ। ଏଇ ଚୋପା ରହିଲେ ଆଚାରରେ ଖାଇବା ପାଇଁ ଭଲ ଲାଗେ ନାହିଁ। ତାପରେ ଆମେ ଆମ୍ବକୁ କାଟି ନେବା। ଯଦି ଛୋଟ ସାଇଜର ଆମ୍ବ ଥିବ ମଝିରୁ 2 ଫାଳ କରି କାଟି ନେବେ। ଯଦି ବଡ଼ ସାଇଜର ଆମ୍ବ ଥିବ ମଝିରୁ 3 ଫାଳ କରି କାଟି ନେବେ। ବେଶୀ ବଡ଼ ପିସେସ୍ କରିବେ ନାହିଁ। ଆଚାର ଖାଇବା ସମୟରେ ଯଦି ଜଣେ ଲୋକ ପୁରା ଆଚାର ଖାଇ ନ ପାରିବ, ଅଯଥାରେ ଆଚାର ନଷ୍ଟ ହେବ। ବେଶୀ ଛୋଟ କରିବେ ନାହିଁ, ଆଚାରରେ ବହୁତ ଜଲ୍ଦି ଘାଣ୍ଟିଯିବ। 500 ଗ୍ରାମର ଆମ୍ବ କାଟି ସାରିବା ପରେ ଚୋପା ଟାକୁଆ ବାଦ ଯାଇ ପାଖାପାଖି 400 ଗ୍ରାମର ଆମ୍ବ ଆଚାର ପାଇଁ ରହିଲା। ଚାଲନ୍ତୁ ଆଚାର ବନେଇବା ଷ୍ଟାର୍ଟ କରିବା। ପ୍ରଥମେ ଆଚାର ପାଇଁ ମସଲା ବନେଇବା। 3ଟି ଶୁଖିଲା ଲଙ୍କାକୁ ପ୍ରଥମେ ଆମେ ହାଲକା ଭାଜିବା। ଶୁଖିଲା ଲଙ୍କା ଟିକେ ଅଦାଳିଆ ଥାଏ, ପ୍ରଥମେ ହାଲକା ଭାଜି ନେବା। ଗ୍ୟାସର ଫ୍ଲେମ୍ ପୁରା ଲୋ ରଖି ଲଙ୍କା ଟିକେ ଲାଲ କଲର ହେଲା ପର୍ଯ୍ୟନ୍ତ ଆମେ ଭାଜି ନେବା। ମୁଁ ଏଠି 3ଟି ଶୁଖିଲା ଲଙ୍କା ଦେଇଛି, ଆପଣ ଯେତିକି ରାଗ ଖାଇବେ ସେହି ହିସାବରେ ଲଙ୍କା ଦେବେ। ତାପରେ ଘରେ ଥିବା ଏଇ ଛୋଟ ଚାମଚରେ ମାପ କରି ସବୁ ମସଲା ନେବା। ପ୍ରଥମେ ଗୋଟେ ଛୋଟ ଚାମଚ କଞ୍ଚା ଜିରା ଦେବା, ଗୋଟେ ଛୋଟ ଚାମଚ ପାନମଧୁରୀ ଦେବା। ପାନମଧୁରୀ ନିଶ୍ଚୟ ଭାବରେ ଦେବେ, ଜମା ସ୍କିପ୍ କରିବେ ନାହିଁ। ଆଚାରରେ ପାନମଧୁରୀର ବାସ୍ନା ଟେଷ୍ଟ ବହୁତ ବଢ଼ିଆ ଆସେ। ଅଧା ଛୋଟ ଚାମଚ କଞ୍ଚା ଗୋଟା ଧନିଆ ଦେବା। ଗ୍ୟାସର ଫ୍ଲେମ୍ ପୁରା ଲୋ ରଖି ମସଲାକୁ 1 ରୁ 2 ମିନିଟ୍ ପର୍ଯ୍ୟନ୍ତ ହାଲକା ଭାଜିବା। ମସଲାକୁ ବେଶୀ ଭାଜିବେ ନାହିଁ, ବେଶୀ ପୋଡ଼ିବେ ନାହିଁ, ନହେଲେ ମସଲାର ବାସ୍ନା ଚାଲିଯିବ। ହାଲକା ଭାଜିଯିବା ପରେ ଗ୍ୟାସର ଫ୍ଲେମ୍ ପୁରା ବନ୍ଦ କରି ଅଧା ଛୋଟ ଚାମଚ କଳା ଜିରା ଦେବା। ଅଧା ଛୋଟ ଚାମଚରୁ ବି କମ୍ ମେଥି ଦାନା ଦେବା। ମେଥି ବେଶୀ ଦେବେ ନାହିଁ, ନହେଲେ ଆଚାରରେ ପିତା ଲାଗିବ। ଗ୍ୟାସର ଫ୍ଲେମ୍ ବନ୍ଦ ରଖି ଆଉ 1 ମିନିଟ୍ ପର୍ଯ୍ୟନ୍ତ ହାଲକା ଭାଜିବା। କଳା ଜିରା ମେଥିକୁ ବେଶୀ ଭାଜିଲେ ଆଚାରରେ ପିତା ଲାଗେ। ଏବେ ଆମର ମସଲା ଭାଜିଗଲାଣି, ବାହାରକୁ ବାହାର କରି ଆଣିବା। ଚାଲନ୍ତୁ ଆଚାର ବନେଇବା ଷ୍ଟାର୍ଟ କରିବା। ଗ୍ୟାସ୍ ଉପରେ କଢ଼େଇ ବସାଇବା। କଢ଼େଇକୁ ଭଲ ଭାବରେ ଗରମ କରିବା। ତାପରେ ଗୋଟେ ଛୋଟ ଚାମଚ ସୋରିଷ ତେଲ ଦେବା। ଜମା ରିଫାଇନ୍ ତେଲ ଦେବେ ନାହିଁ, ସୋରିଷ ତେଲରେ ବନେଇବେ। ତେଲ ଗରମ ହେଇଯିବା ପରେ ଅଧା ଛୋଟ ଚାମଚ ପାନମଧୁରୀ, ଅଧା ଛୋଟ ଚାମଚ କଳା ଜିରା, ଅଧା ଛୋଟ ଚାମଚ ସୋରିଷ ଦେବା। ଯଦି ଆପଣମାନଙ୍କ ପାଖରେ ଅଲଗା ଅଲଗା ମସଲା ନଥିବ, ଗୋଟେ ବଡ଼ ଚାମଚ ପଞ୍ଚଫୁଟଣ ବି ଦେଇପାରିବେ। ସବୁ ଗୋଟା ମସଲାକୁ ତେଲରେ ଭଲ ଭାବରେ ଫୁଟିବା ପାଇଁ ଛାଡ଼ିବା। ସୋରିଷକୁ ଭଲ ଭାବରେ ଫୁଟେଇ ନେବେ, ନହେଲେ ଆଚାରରେ ପିତା ଲାଗିବ। ସବୁ ଜିନିଷ ଭଲ ଭାବରେ ଫୁଟିଯିବା ପରେ ଆମେ କାଟି ରଖିଥିବା ଆମ୍ବକୁ ଦେବା। ଆମ୍ବକୁ ଏଇ ମସଲା ତେଲ ସହିତ ଗ୍ୟାସର ଫ୍ଲେମ୍ ପୁରା ଲୋ ରଖି 2 ରୁ 3 ମିନିଟ୍ ଭାଜିବା। ଯାହାଦ୍ୱାରା ଆମ୍ବରେ ଯାହା ବି ପାଣି ଥିବ ସେଇ ପାଣି ଶୁଖିଯିବ। ଆଚାର ଜମା ଖରାପ ହେବ ନାହିଁ। ଆପଣମାନେ ଭାବୁଥିବେ ପ୍ରଥମରୁ ମୁଁ ବିନା ତେଲ କହିଥିଲି, ହେଲେ 1 ଚାମଚ ତେଲ ଦେଲି। ପ୍ରକୃତରେ ଆଚାର ପାଇଁ ବହୁତ ତେଲର ଆବଶ୍ୟକ ହୁଏ। ଏଇ ଆଚାରରେ ସେତିକି ତେଲର ଆବଶ୍ୟକ ହେବ ନାହିଁ। କେବଳ 1 ଚାମଚ ତେଲ ଦେଲେ ଫୁଟଣ ବନେଇବା ପାଇଁ। ଆମ୍ବ ଟିକେ ଭାଜିଯିବା ପରେ ଆମ୍ବକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା।
ମୁଁ गोटे छोट चामच लुण देइछि आपण माने आंब को चाखिकी लुण देबे अधा छोट चामच हळदी गुंड दबा आचार राग पई आमे 3टी सुखला लंका देथिले केवल भलो कलर पई अधा छोट चामच काश्मीरी लंका गुंड दबा देखिबे आचार बहुत बढ़िया कलर आसीबो एबे आंबरे जमा भी पानी नाही गैस रो फ्लेम पूरा लो रखी लंका गुंड हळदी गुंड को आउ 2 रु 3 मिनिट आंब सहित भाजी नेबे जेहेतु आमे लुण देइचे आंबरु आउ टिक्के पानी बाहरी पारे एबे देखंतु 2-3 मिनिट परे आंबरे जमा भी पानी नाही मसला पूरा सुखिला अछि ध्यान रखिबे पूरा लो फ्लेम रे करिवे नहले लंका गुंड हळदी गुंड तेल रे पड़ी जाई पारे एतिकी भाजी जिबा परे आमे मिठा पई गुड़ दबा आंब काटी सारिबा परे पाखापाखी 400 ग्राम रो आंब हितिला सेति पई आमे 400 ग्राम रो गुड़ दबा जेतिकी आंब सेतिकी गुड़ देबे गुड़ को टिके छोट छोट करी काटी के देबे आंब सहित बहुत जल्दी मिसी जिवो आपण चाहिले गुड़ बदल रे चीनी दे परिबे किंतु चीनी अपेक्षा गुड़ हेल्दी रहिबो आंब अचार टेस्ट भी बहुत बढ़िया लागिबो गैस रो फ्लेम पूरा लो रखी आमे गुड़ को आंब सहित मिसेबा धीरे धीरे देखिबे गुड़ आंब सहित मिसी आसीबो एतिकी मिसी जिबा परे आमे गैस रो फ्लेम पूरा लो रखी 2 मिनिट पर्यंत कवर करिबा जहा द्वारा आंब सिझी जिवो गुड़ भी भलो भाबरे मेल्ट हे जिवो 2 मिनिट परे एटी देखंतु गुड़ आंब सहित भलो भाबरे मिसी जाईची जेहेतु आमे काश्मीरी लंका गुंड देथिले आचार कलर देखंतु केते सुंदर देखा जाउची प्रथम रु आमे आंब को लो फ्लेम रे 5 रु 6 मिनिट भाजी थिले तापरे 2 मिनिट लो फ्लेम रे कवर कले टोटल 8-9 मिनिट परे आंब देखंतु 80 रु 90% सिझी आसलानी एबे आउ 2 मिनिट लो फ्लेम रे कवर करिबा जहा द्वारा आंब आउ टिके सिझी जिवो एपटे मसला ठंडा हे जिबा परे आमे एई हेमदस्ता रे गुंड करनबा जेहेतु अल्प मसला ग्राइंडर जार रे देबे नाही आचार मसला को सबु बेले टिके खदड़ रखी गुंड करिवे पूरा फाइन पाउडर करिवे नाही खदड़ रहिले आचार खाइबा पई भल लागिबो मसलार बास्ना भी बहुत बढ़िया आसीबो पाखापाखी 3 छोट चामच मसला म रेडी हे गला एबे आमे आचार को केमिति साइति रखिबा आपण चाहिले ग्लास कंटेनर नै परिबे नहले प्लास्टिक कंटेनर भी नै परिबे जहा भी नेबे प्रथमे भलो भाबरे गरम पानी रे फुटै नेबे तापरे सफा कपड़ा रे पोछिबे खरा रे सुखै भलो भाबरे पानी बाहर कर नेबे टिके भी पानी रहिले आचार खराब हे जिवो 2 मिनिट परे चलंत आमे आचार को चेक करिबा गुड़ रे थिबा पानी देखंतु कमी आसलानी एबे आमे आंब को चेक करिबा आंब भी भलो भाबरे सिझी जाईची आंब को सिझिबा पई बेसी समय दरकार हेबो नाही प्रथम रु ए जाय लो फ्लेम रे आमे 10 रु 12 मिनिट आचार बनेले आचार हेची कि नाही केमिति जानिबे गुड़ सिरा रु अल्प बाहर को आनी टिके ठंडा करिवे तापरे हाथ रे नै चेक करिवे देखिबे हाथ रे एमिति हल्का चिपचिप लागिबा दरकार देखंतु गोटे तार उठु नाही गोटे तार जमा भी बनेबे नाही गुड़ सिरा बेसी टाण हे जिवो आचार खाइबा पई जम्मा भल लागिबो नाही एई कथा को आपण माने ध्यान रखिबे तापरे बनै रखितिबा आचार मसला दबा गोटे छोट चामच विनेगार दबा विनेगार देले आचार रो सेल्फ लाइफ बढ़ी जाय आचार बहुत दिन पर्यंत रहिबो जम्मा खराब हेबो नाही सब जिंस को भलो भाबरे गळे नबा गळे सारिबा परे संगे संग गैस रो फ्लेम बंद करिबा बेसी समय गैस ऊपर बसेबे नाही नहले गुड़ पाग बेसी टाण हे जिवो आचार खाइबा पई भल लागिबो नाही बाहर को आनी ठंडा हेबा पई छाडिबा ठंडा हला परे आपण माने कंटेनर रे रखि परिबे एई आचार बनेई आपण माने संगे संग खाइ परिबे जदि फ्रिज भितरे रखिबे 6 रु 8 मास जाय रखि परिबे बेसी दिन भी रहि जाय जम्मा खराब होय नाही फ्रिज बाहर रखिले गोटे मास रु अधिक दिन रखि परिबे वीडियो रे शेयर करथिबा टिप्स फॉलो करी बनांतु केमिति लागला निश्चय कमेंट्स करी जणाइबे आज पई रहिली पुणी देखा होबा नया रेसिपी रे धन्यवाद।